ଆଜି ମୁଁ ଆପଣଙ୍କୁ ବତେଇବି ଏମିତି କେତୋଟି ସାଧାରଣ ଲକ୍ଷଣ ବିଷୟରେ ଯାହାଦ୍ୱାରା ଆପଣ ସହଜରେ ଜାଣିପାରିବେ ଆପଣଙ୍କ ଶରୀରରେ କେଉଁ ଭିଟାମିନର ଅଭାବ ରହିଛି। ତା ସହିତ ଆମେ ଜାଣିବା ସେହି ଭିଟାମିନର ଅଭାବ ଦୂର କରିବାର ଉପାୟ ବିଷୟରେ। ଶରୀରକୁ ସୁସ୍ଥ ରଖିବାକୁ ଆମକୁ ଭିନ୍ନ ଭିନ୍ନ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଛି। ଏଥିରେ ଭିଟାମିନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଭିଟାମିନ ଏକ ପ୍ରକାର ଅର୍ଗାନିକ୍ କମ୍ପାଉଣ୍ଡ ଯାହା ଶରୀରକୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ। ଶରୀରର ପ୍ରତ୍ୟେକ ଭାଗ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବା ପାଇଁ ସବୁ ପ୍ରକାର ଭିଟାମିନର ଆବଶ୍ୟକତା ପଡ଼ିଥାଏ, ଯାହା ଆମକୁ ଖାଦ୍ୟରୁ ହିଁ ମିଳିଥାଏ। କିଛି କିଛି ଭିଟାମିନ ଅଭାବ ହେଲେ ଆମେ ରୋଗରେ ପଡ଼ିଥାଉ। ଡାକ୍ତରଙ୍କ ପରାମର୍ଶ ନ କଲେ ଏସବୁ ବିଷୟରେ ଜାଣିବା ସମ୍ଭବ ନୁହେଁ। ତେବେ ଏମିତି କିଛି ଲକ୍ଷଣ ଅଛି ଯାହାକୁ ଲକ୍ଷ୍ୟ କଲେ ଆପଣ ସହଜରେ ଜାଣିପାରିବେ ଶରୀରରେ କେଉଁ କେଉଁ ଭିଟାମିନର ଅଭାବ ରହିଛି। ଏବେ ଚାଲନ୍ତୁ ଜାଣିବା ସେହି ସବୁ ଲକ୍ଷଣ ବିଷୟରେ। ତା ସହିତ ସେହି ଭିଟାମିନର ଅଭାବ ଦୂର କରିବାର ଉପାୟ ବିଷୟରେ। ପ୍ରଥମଟି ହେଲା ନିଦ ନ ହେବା। ଯଦି ଆପଣଙ୍କୁ ନିଦ ହେଉନି, ବିଛଣାକୁ ଗଲା ପରେ 1 ଘଣ୍ଟାରୁ ଅଧିକ ସମୟ ଲାଗୁଛି ନିଦ ଆସିବା ପାଇଁ, ତାହେଲେ ଆପଣଙ୍କ ଶରୀରରେ ପୋଟାସିୟମ କମିଥାଇପାରେ। ପୋଟାସିୟମ କମିବାର ଆଉ ଏକ ଲକ୍ଷଣ ହେଉଛି ଗୋଡ଼ର ମାଂସପେଶୀ କାଠେଇ ହେବା। ପୋଟାସିୟମର ଅଭାବ ଦୂର କରିବା ପାଇଁ କଦଳୀ, ପଇଡ଼ ପାଣି ଓ ବିଟ୍ ସେବନ କରିପାରିବେ। ତରଭୁଜରେ ମଧ୍ୟ ଅଧିକ ମାତ୍ରାରେ ପୋଟାସିୟମ ରହିଥାଏ। ଦ୍ୱିତୀୟଟି ହେଲା ଅତ୍ୟଧିକ ମିଠା ଖାଇବାକୁ ଇଚ୍ଛା କରିବା। ଯଦି ଆପଣଙ୍କୁ ବାରମ୍ବାର ମିଠା ଖାଇବାକୁ ଇଚ୍ଛା ହେଉଛି, ତାହେଲେ ଆପଣଙ୍କ ଶରୀରରେ ଗ୍ଲୁକୋଜ କମିଯାଇଥାଇପାରେ। ଗ୍ଲୁକୋଜ ଅଭାବ ଦୂର କରିବା ପାଇଁ ମହୁ କିମ୍ବା ଫଳର ସେବନ କରନ୍ତୁ। ଏଥିରେ ପ୍ରଚୁର ପରିମାଣରେ ଗ୍ଲୁକୋଜ ଥାଏ। ତୃତୀୟଟି ହେଲା ଚର୍ମ ଶୁଖିଲା ଦେଖାଯିବା। ଯଦି ଆପଣଙ୍କ ଚର୍ମ ଅଧିକ ମାତ୍ରାରେ ଶୁଖିଲା ହୋଇଯାଉଛି, ତାହେଲେ ଆପଣଙ୍କ ଶରୀରରେ ଭିଟାମିନ ଇ କମିଯାଇଥାଇପାରେ। ଏଥିପାଇଁ ଆପଣ ପାଳଙ୍ଗ ଓ ବାଦାମ ଖାଇପାରନ୍ତି। ଏଥିରୁ ଭିଟାମିନ ଇ ପ୍ରଚୁର ପରିମାଣରେ ମିଳିଥାଏ। ଚତୁର୍ଥଟି ହେଲା ଅଧିକ ଥଣ୍ଡା ଜିନିଷ ବା ବରଫ ଖାଇବା ପାଇଁ ଇଚ୍ଛା ହେବା। ଯଦି ଆପଣଙ୍କୁ ଅଧିକ ବରଫ ବା ଥଣ୍ଡା ଜିନିଷ ଖାଇବାକୁ ଇଚ୍ଛା ହେଉଛି, ତାହେଲେ ଆପଣଙ୍କ ଶରୀରରେ ଆଇରନ୍ ବା ଲୌହ ଅଂଶ କମିଯାଇଥାଇପାରେ। ଏମିତି 2ରୁ 3 ମାସ ହେଲେ ଏହାକୁ ଆଇରନ୍ ଡେଫିସିଏନ୍ସି ବୋଲି ଧରାଯିବ। ଏଥିପାଇଁ ଆପଣ କିସମିସ୍, ମୁଗ, ଚଣା ଖାଆନ୍ତୁ। ଏଥିରେ ଆଇରନ୍ର ମାତ୍ରା ଅଧିକ ଥିବାରୁ ଏହା ଶରୀରରେ ଲୌହ ଭାଗ ପୂରଣ କରିଦେବ। ପଞ୍ଚମଟି ହେଲା ମାଢ଼ିରୁ ରକ୍ତ ବୋହିବା। ଦାନ୍ତ ମାଢ଼ିରୁ ରକ୍ତ ବୋହିବା ଅନେକ ଅସୁବିଧାର ଲକ୍ଷଣ ହୋଇପାରେ, କିନ୍ତୁ ଏହାର ପ୍ରମୁଖ ସୂଚନା ହେଲା ଆପଣଙ୍କ ଶରୀରରେ ଭିଟାମିନ ସିର ଅଭାବ। ଏଥିପାଇଁ ଆପଣ ଖଟା ଫଳ ଯେମିତିକି କମଳା, ମୌସୁମୀ, କାଗଜି ଲେମ୍ବୁ ଖାଆନ୍ତୁ ବା ଏହାର ଜୁସ୍ ପିଅନ୍ତୁ। ଏହି ସବୁ ଫଳ ହେଉଛି ଭିଟାମିନ ସିର ଉତ୍ସ। ଷଷ୍ଠଟି ହେଲା ଗୋଡ଼ର ମାଂସପେଶୀ ଟାଣି ହୋଇଯିବା। କ୍ୟାଲସିୟମ ଓ ପୋଟାସିୟମର ଅଭାବରୁ ବାରମ୍ବାର ଗୋଡ଼ର ମାଂସପେଶୀ ଟାଣି ହୋଇଥାଏ, ଫଳରେ କଷ୍ଟ ଅନୁଭବ ହୋଇଥାଏ। ଏଣୁ କ୍ୟାଲସିୟମ ଓ ପୋଟାସିୟମର ଅଭାବ ଦୂର କରିବା ପାଇଁ କଦଳୀ, ବାଦାମ, କଖାରୁ, ସେଓ ଓ ସବୁଜ ପନିପରିବା ଖାଆନ୍ତୁ। ସପ୍ତମଟି ହେଲା ଓଠ ଫାଟିବା। ଆଇରନ୍, ଜିଙ୍କ ଓ ଭିଟାମିନ ବି12 ଅଭାବ ଯୋଗୁଁ ଓଠର ଧାରଗୁଡ଼ିକ ଫାଟିଥାଏ। ତାହେଲେ ନିଜ ଖାଦ୍ୟ ମେନୁରେ ଶିମଲା ଲଙ୍କା, ବନ୍ଧାକୋବି, ଚିନାବାଦାମ ଓ ଭିନ୍ନ ଭିନ୍ନ ପ୍ରକାରର ଡାଲି ସାମିଲ କରନ୍ତୁ। ଅଷ୍ଟମଟି ହେଲା ଚେହେରା ଖରାପ ହେବା। ଭିଟାମିନ ଏ ଓ ସିର ଅଭାବରୁ ଚେହେରା ଖରାପ ହେବାକୁ ଲାଗେ। ତ୍ୱଚା ରୁକ୍ଷ ହୋଇଯାଏ ଓ ମୁହଁ ସାରା ଛୋଟ ଛୋଟ ନାଲି ଦାନା ଉଠିଥାଏ। ଯଦି ଆପଣଙ୍କ ତ୍ୱଚାରେ ବି ଏଭଳି ସମସ୍ୟା ଦେଖାଯାଉଛି, ତେବେ ଖାଦ୍ୟରେ ବନ୍ଧାକୋବି, ବାଦାମ, କମଳା, କଦଳୀ ସାମିଲ କରନ୍ତୁ। ନବମଟି ହେଲା ଥକାପଣ, ମୁଣ୍ଡବିନ୍ଧା। ଭିଟାମିନ ବି ଓ ମାଗ୍ନେସିୟମ ଅଭାବରୁ ଥକାପଣ ଓ ମୁଣ୍ଡବିନ୍ଧା ପରି ସମସ୍ୟା ଦେଖାଦେଇଥାଏ। ଏହି କାରଣରୁ ଭୋକ ମଧ୍ୟ ଲାଗିନଥାଏ। ଯଦି ଆପଣ ବି ଏହି ସମସ୍ୟା ଭୋଗୁଛନ୍ତି, ତେବେ ଶରୀରରେ ମାଗ୍ନେସିୟମ ଅଭାବ ଦୂର କରିବା ପାଇଁ ପ୍ରତିଦିନ ଗୋଟାଏ କଦଳୀ ଖାଆନ୍ତୁ। ଏହା ବ୍ୟତୀତ ବିନ୍ସ, ପାଳଙ୍ଗ, ଶାଗ ଓ ବାଦାମକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଦଶମଟି ହେଲା ହାତ ଗୋଡ଼ ଥଣ୍ଡା ହେବା। ଭିଟାମିନ ବି6, ବି9 ଓ ବି12 ଅଭାବ ହେଲେ ଆମ ସ୍ନାୟୁଗୁଡ଼ିକ ଉପରେ ପ୍ରଭାବ ପଡ଼େ, ଫଳରେ ଆମ ହାତ ଗୋଡ଼ ଥଣ୍ଡା ହୋଇଯାଏ। ଏଭଳି ସମସ୍ୟା ଦେଖାଦେଲେ ପାଳଙ୍ଗ, ବିନ୍ସ ଓ ବିଟ୍ ଖାଆନ୍ତୁ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ବି ଥାଏ। 11ତମଟି ହେଲା ଚୁଟି ଝଡ଼ିବା। ଯଦି ଆପଣଙ୍କର ଅତ୍ୟଧିକ ଚୁଟି ଝଡ଼ୁଛି ଓ ଚୁଟିରେ ଚମକ ଆସୁନାହିଁ,
ତେବେ ଏହା ଆପଣଙ୍କ ଶରୀରରେ ଭିଟାମିନ୍ E7 ଜିଙ୍କ ପ୍ରୋଟିନର ଅଭାବ ହୋଇଥାଇପାରେ। ଏହି ଅଭାବକୁ ଦୂର କରିବା ପାଇଁ ଡାଲି, ଚଣା, ବାଦାମ ଓ କଖାରୁ ମଞ୍ଜିକୁ ଖାଆନ୍ତୁ। ଶେଷଟି ହେଲା ଓଜନ ହ୍ରାସ ହେବା। ବିନା କାରଣରେ ଯଦି ଆପଣଙ୍କ ଓଜନ ହ୍ରାସ ହେଉଛି ତେବେ ଏହା ଭିଟାମିନ୍ ଡିର ଅଭାବ ଯୋଗୁଁ ହେଉଛି ବୋଲି ଜାଣନ୍ତୁ। ଏହି ଅଭାବକୁ ଦୂର କରିବା ପାଇଁ ଛତୁ, ଲହୁଣୀ, ପନିର, ସୋୟାବିନ୍ ଖାଆନ୍ତୁ। ଏହା ବ୍ୟତୀତ ସୂର୍ଯ୍ୟକିରଣରେ ଭିଟାମିନ୍ ଡି ଥାଏ। ସକାଳର ସୂର୍ଯ୍ୟକିରଣରେ କିଛି ସମୟ ବସନ୍ତୁ ବା ବୁଲନ୍ତୁ। କେତୋଟି ସାଧାରଣ ଲକ୍ଷଣ ଯାହାଦ୍ୱାରା ଆପଣ ସହଜରେ ଜାଣିପାରିବେ ଆପଣଙ୍କ ଶରୀରରେ କେଉଁ ଭିଟାମିନ୍ର ଅଭାବ ରହିଛି। ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଏହାକୁ ଲାଇକ୍ କରିବେ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବେ ଏବଂ ଏହିପରି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।